ମୋ ନାଁ ତପନ ମହାପାତ୍ର। ମୁଁ ଜୟପୁର ରୁଦ୍ରାକ୍ଷ ନଗର ଲିଙ୍ଗରାଜ ନଗର ବାସିନ୍ଦା। ଆଉ ମୁଁ ରାୟଗଡ଼ା ଜବ୍ କରେ। ତ ମୁଁ ଯେହେତୁ ରାୟଗଡ଼ା ରହେ, ମୋ ୱାଇଫ୍ ଆଉ ମୋ ଝିଅ ଘରୁ ଯାଇକି ରାୟଗଡ଼ାରେ ଥିଲେ। ଆଜି ପହରଦିନ ରାତିରେ ଗଲେ। ତ ଆଜି ମୁଁ ଶୁଣିବାକୁ ପାଇଲି ଯେ ସକାଳୁ ସକାଳୁ ସ୍ଥାୟୀ ବାସିନ୍ଦା ଘର ଦେଖିକି ଜାଣିକି ଖବର ଦେଲେ ଯେ ଘରେ କିଛି କବାଟ ଖୋଲା ଅଛି। ଆଉ କ'ଣ ପାଇଁ ଖୋଲା ଅଛି ଦେଖିଲା ବେଳକୁ ଗେଡ଼ା ବି ଖୋଲା ଅଛି, ଚାବି ପଡ଼ିଛି, ବାହାର ଆଡ଼ୁ ଚାବି ପଡ଼ିଛି, ଭିତର ଆଡ଼ୁ ସବୁ ଖୋଲା ଅଛି। ତ ସେ ବିଷୟରେ ଦେଖିଲା ବେଳକୁ ଭିତରେ ଚୋରି ହେଇଛି। ଆଉ ତତ୍ ସଙ୍ଗେ ସଙ୍ଗେ ସାହି ବାସିନ୍ଦା ଓ ମୋ ସାଙ୍ଗସାଥି ମିଶିକି ଯାଇକି ଥାନାରେ ଏତଲା ଦେଲେ। ଏତଲା ଦେବା ପରେ ପୋଲିସ ବି ଆସିକି ଇନଭେଷ୍ଟିଗେସନ୍ କରିକି ଯାଇଛନ୍ତି, ଲେଖାଲେଖି କରିକି ଇନଭେଷ୍ଟିଗେସନ୍ କରି ଯାଇକି ଦେଖିକି ଯାଇଛନ୍ତି। ତ ଡଗ୍ ସ୍କ୍ୱାଡ୍ ବି ଆସିବେ ବୋଲି କହିଛନ୍ତି। ପୋଲିସ ଇନଭେଷ୍ଟିଗେସନ୍ ମଧ୍ୟ ଚାଲିଛି। ଟିକେ ମୁଁ ଏତିକି ରିକ୍ୱେଷ୍ଟ କରେ ଯେ ପୋଲିସକୁ ଏତିକି ରିକ୍ୱେଷ୍ଟ କରେ ଯେ ଟିକେ ଶୀଘ୍ର ଇନଭେଷ୍ଟିଗେସନ୍ କରିକି ମୋତେ ଟିକେ ସାହାଯ୍ୟ କରନ୍ତୁ। ମୋର ସାମାନ କିଛି ମିଳିଲା ବେଳେ କ'ଣ ହଜିଛି କ'ଣ ଜଣା ପଡ଼ୁନି। ଭିତର ଆଡ଼ୁ ମୁଁ ଦେଖିନି, ମୁଁ ଏବେ ଜଷ୍ଟ ଆସିଲି। ଆଉ ତାଲା ଭଙ୍ଗା ହେଇଛି, ସବୁ ଭଙ୍ଗା ହେଇଛି। ତ ସେଇଟା ଟିକେ ଇନଭେଷ୍ଟିଗେସନ୍ କଲା ପରେ ଟିକେ ମୋତେ ଜଣାଇବେ।